ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। କଣ ଆପଣ ଜାଣିଛନ୍ତି କି ଆମେ ଶାମ୍ବ ଦଶମୀ କାହିଁକି ପାଳନ କରିଥାଉ? ମାନ୍ୟତା ଅଛି ଭଗବାନ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ ନିଜର ସୁନ୍ଦରତାକୁ ନେଇ ଅତ୍ୟନ୍ତ ଗର୍ବ କରୁଥିଲେ। ସେ ଦେଖିବାକୁ ଅବିକଳ ଶ୍ରୀକୃଷ୍ଣଙ୍କ ପରି ଥିଲେ। ସେ ଗୋପୀମାନଙ୍କ ସହ ଦୁର୍ବ୍ୟବହାର କରୁଥିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କୁଷ୍ଠ ରୋଗର ଅଭିଶାପ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ କୋଣାର୍କ କ୍ଷେତ୍ରରେ ସୂର୍ଯ୍ୟ ନାରାୟଣ ଦେବତାଙ୍କୁ ପୂଜା କରି ଅଭିଶାପରୁ ମୁକ୍ତି ପାଇଥିଲେ। ସେହି ଦିନ ଠାରୁ ଶାମ୍ବ ଦଶମୀ ପାଳନ କରାଯାଏ। ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟଙ୍କ ପୂଜାର ପର୍ବ। ଏହି ଦିନ ଘରେ ଘରେ ବିଭିନ୍ନ ପ୍ରକାରର ପିଠା ପଣା କରି ସୂର୍ଯ୍ୟଦେବଙ୍କୁ ଭୋଗ ଲଗାଯାଇଥାଏ। ଏହି ପୂଜା କଲେ ସନ୍ତାନ ସନ୍ତତି ମାନେ ସୂର୍ଯ୍ୟ ନାରାୟଣଙ୍କର ଶୁଭାଶିଷ ଲାଭ କରନ୍ତି ଓ ଅସାଧ୍ୟ ରୋଗରୁ ଉପଶମ ମିଳିଥାଏ ବୋଲି ପୂର୍ବପୁରୁଷରୁ ଆମର ବିଶ୍ୱାସ ଅଛି।